ସମସ୍ୟା ଆମ ଜୀବନରେ ବିନା କାରଣରେ ଆସି ନଥାଏ। ସମସ୍ୟା ଆସିବା ଏହା ଇସାରା କରିଥାଏ କି ଆମେ ଆମର ଜୀବନରେ ଏବେ ବହୁତ କିଛି ବଦଳାଇବାର ଅଛି। ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ମୋର ଏହି ଚ୍ୟାନେଲକୁ ସ୍ୱାଗତ। ଆଜିର ଏହି କାର୍ଯ୍ୟକ୍ରମ କନ୍ୟା ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ଅଛି। ଆଜି ଆମେ ଜାଣିବା କନ୍ୟା ରାଶି 2024 ଅକ୍ଟୋବର ମାସଟି କିପରି ରହିବ। କନ୍ୟା ରାଶିର ବାର୍ଷିକ ରାଶିଫଳ ଉପରେ ଆଲୋଚନା କରିବା। କନ୍ୟା ରାଶି ବ୍ୟକ୍ତି ବିଶେଷଙ୍କର ମାସଟି କିପରି ରହିବ ସମ୍ପୂର୍ଣ୍ଣ ଭାବରେ ଆମେ ସେହି ବିଷୟରେ ଆଲୋଚନା କରିବା। ସେମାନଙ୍କର ସ୍ୱାସ୍ଥ୍ୟ, ଶିକ୍ଷା, ପ୍ରେମ ସମ୍ପର୍କ, ବୈବାହିକ ଜୀବନ, ଭାଗ୍ୟ, କ୍ୟାରିୟର ଏବଂ ବ୍ୟାପାର ବାଣିଜ୍ୟ ଉପରେ ମଧ୍ୟ ଦେଖିବା। ବିସ୍ତାର ଭାବରେ ଆଲୋଚନା କରିବା। ନବଗ୍ରହଙ୍କ ସ୍ଥିତି ମଧ୍ୟ ଦେଖିବା। ନବଗ୍ରହ କି ପ୍ରକାରର ଫଳ ଦେବାରେ ସକ୍ଷମ ହେବେ। ଶେଷରେ ଅଶୁଭତ୍ୱ ପ୍ରଦାନ କରୁଥିବା ଗ୍ରହମାନଙ୍କ ପାଇଁ କିଛି ବିଶେଷ ପ୍ରତିକାର ମଧ୍ୟ ଜାଣିବା। ସେଥିପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଚାଲନ୍ତୁ ଆରମ୍ଭ କରିବା ଏହି କାର୍ଯ୍ୟକ୍ରମ, ଯାହାକି ଜନ୍ମରାଶି ଚନ୍ଦ୍ର ରାଶି ଉପରେ ଆଧାରିତ। ଅକ୍ଟୋବର ମାସ ଆରମ୍ଭରେ କନ୍ୟା ରାଶିର ନବଗ୍ରହ ସ୍ଥିତି ବିଷୟରେ ସର୍ବପ୍ରଥମେ ଜାଣିବା। ଏହା ପୂର୍ବରୁ ଯଦି ଆପଣଙ୍କର ବି କନ୍ୟା ରାଶି ହୋଇଥାଏ ଏବଂ ଆପଣଙ୍କ ବି ଈଶ୍ୱରଙ୍କୁ ସଚ୍ଚା ହୃଦୟରେ ଭକ୍ତି କରନ୍ତି, ବିଶ୍ୱାସ କରନ୍ତି, ତେବେ ଏହି ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଅବଶ୍ୟ ଲେଖନ୍ତୁ ଜୟ ଜଗନ୍ନାଥ। ତ ସର୍ବପ୍ରଥମେ ଜାଣିବା ଏହି ଅକ୍ଟୋବର ମାସରେ କନ୍ୟା ରାଶିର ନବଗ୍ରହଙ୍କ ସ୍ଥିତି କିପରି ରହିବ। ଯେବେ ଅକ୍ଟୋବର ମାସ ଆରମ୍ଭ ହେବ ତ କନ୍ୟା ରାଶିର ନବଗ୍ରହଙ୍କ ସ୍ଥିତି କିଛି ଏହି ପ୍ରକାର ରହିବ। ଯେମିତି ଆପଣ ଦେଖୁଛନ୍ତି ବନ୍ଧୁଗଣ, ରାଶି ଚକ୍ରର 6th ରାଶି ହେଉଛି କନ୍ୟା ରାଶି ଏବଂ ଆପଣଙ୍କ ରାଶିର ଅଧିପତି ହେଉଛନ୍ତି ବୁଧଦେବ ଏବଂ ବୁଧ ଆପଣଙ୍କର ପ୍ରଥମ ଭାବରେ ବିରାଜମାନ ଅଛନ୍ତି ଏବଂ ତାଙ୍କ ସହିତ ସୂର୍ଯ୍ୟ ଏବଂ କେତୁ ମଧ୍ୟ ବିରାଜମାନ ଅଛନ୍ତି। ଆପଣଙ୍କର ଦ୍ୱିତୀୟ ଭାବରେ ଶୁକ୍ର ବିରାଜମାନ ଅଛନ୍ତି। ଆପଣଙ୍କର ଷଷ୍ଠ ଭାବରେ ଶନି ବିରାଜମାନ ଅଛନ୍ତି। ଆପଣଙ୍କର ସପ୍ତମ ଭାବରେ ରାହୁ ବିରାଜମାନ ଅଛନ୍ତି। ଆପଣଙ୍କର ନବମ ଭାବରେ ଦେବଗୁରୁ ବୃହସ୍ପତି ବିରାଜମାନ ଅଛନ୍ତି। ଆପଣଙ୍କର ଦଶମ ଭାବରେ ମଙ୍ଗଳ ବିରାଜମାନ ଅଛନ୍ତି। ଧ୍ୟାନ ଦେଇ ଶୁଣନ୍ତୁ। ସବୁଠୁ ପ୍ରଥମେ ଜାଣିବା ଆପଣଙ୍କର ସ୍ୱାସ୍ଥ୍ୟ କିପରି ରହିବ। ଏହି ଅକ୍ଟୋବର ମାସ 2024ରେ ବନ୍ଧୁଗଣ, ପ୍ରଥମ ଭାବ ହୋଇଥାଏ ଆପଣଙ୍କର ସ୍ୱାସ୍ଥ୍ୟର ଭାବ, ଆପଣଙ୍କର ଇମ୍ୟୁନିଟି ସିଷ୍ଟମର ଭାବ ଏବଂ ପ୍ରଥମ ଭାବରେ ଅଧିପତି ବୁଧ ପ୍ରଥମ ଭାବରେ ହିଁ ବିରାଜମାନ ଅଛନ୍ତି। ଉଚ୍ଚସ୍ୱ ଅଛନ୍ତି, ବହୁତ ବଳବାନ ଅବସ୍ଥାରେ ଅଛନ୍ତି। ବନ୍ଧୁଗଣ, ଯେତେବେଳେ ରାଶିର ସ୍ୱାମୀ ପ୍ରଥମ ଭାବରେ ବା ଲଗ୍ନ ଭାବରେ ବସିଥାନ୍ତି, ତାହା ଆପଣଙ୍କର ଇମ୍ୟୁନିଟି ସିଷ୍ଟମକୁ ଷ୍ଟ୍ରଙ୍ଗ ବନେଇଥାନ୍ତି, ରୋଗ ପ୍ରତିକାରକ ଶକ୍ତିକୁ ବଢ଼େଇଥାନ୍ତି, ଯାହାଫଳରେ ଆପଣଙ୍କ ସ୍ୱାସ୍ଥ୍ୟ ସମସ୍ତ ସମସ୍ୟା ଦୂର ହୋଇଥାଏ। କିନ୍ତୁ ଯେତେବେଳେ ରାଶିର ସ୍ୱାମୀ ଅଷ୍ଟମ ନବମ ଘରେ ବସିଥାନ୍ତି ତ ଆପଣଙ୍କ ସ୍ୱାସ୍ଥ୍ୟରେ କିଛି ସମସ୍ୟା ଦେଖା ଦେଇଥାଏ। ଏହି ମାସରେ ଆପଣଙ୍କର ରାଶିର ସ୍ୱାମୀ ଆପଣଙ୍କର ପ୍ରଥମ ଭାବରେ ବିରାଜମାନ ଅଛନ୍ତି ତ ଆପଣଙ୍କର ସ୍ୱାସ୍ଥ୍ୟରେ କୌଣସି ସମସ୍ୟା ଆସିବାର ନାହିଁ। ପୂର୍ବରୁ ଯଦି ଆପଣଙ୍କର କିଛି ସ୍ୱାସ୍ଥ୍ୟ ସମସ୍ୟା ଲାଗି ରହୁଥିଲା ତ ସେଥିରେ ନିଶ୍ଚିତ ଭାବରେ ସୁଧାର ଆସିବାକୁ ଯାଉଅଛି। ତ ମୋଟାମୋଟି ଦେଖିବାକୁ ଗଲେ ଏହି ମାସରେ ଆପଣଙ୍କର ସ୍ୱାସ୍ଥ୍ୟ ବହୁତ ଭଲ ରହିବ। ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଏବେ ଜାଣିବା ଆପଣଙ୍କର ଶିକ୍ଷା କ୍ଷେତ୍ର କିପରି ରହିବ। ଏହି ଅକ୍ଟୋବର ମାସ 2024ରେ ବିଦ୍ୟାର୍ଥୀମାନଙ୍କ ପାଇଁ କିପରି ରହିବ। ବନ୍ଧୁଗଣ, ପଞ୍ଚମ ଭାବ ହୋଇଥାଏ ଆପଣଙ୍କର ଶିକ୍ଷାର ଭାବ ଏବଂ ପଞ୍ଚମ ଭାବର ଅଧିପତି ହେଉଛନ୍ତି ଶନିଦେବ ଏବଂ ଶନିଦେବ ଆପଣଙ୍କର ଷଷ୍ଠ ଭାବରେ ବିରାଜମାନ ଅଛନ୍ତି, ଭଲ ସ୍ଥିତିରେ ଅଛନ୍ତି। ଏହି ମାସରେ ଆପଣଙ୍କର ପାଠପଢ଼ାର ସ୍ଥିତି ବହୁତ ଭଲ ରହିବ, କାହିଁକି ନା ଆପଣଙ୍କର ରାଶିର ଅଧିପତି ଲଗ୍ନ ଭାବରେ ବିରାଜମାନ ଅଛନ୍ତି ଏବଂ ଶନି ଆପଣଙ୍କର ଷଷ୍ଠ ଭାବରେ ନିଜ ଘରେ ବିରାଜମାନ ଅଛନ୍ତି। ଏହି ମାସରେ ଯଦି ଆପଣଙ୍କର କିଛି ଏକ୍ଜାମ ଅଛି ତ ସେଥିରେ ଆପଣ ନିଶ୍ଚିନ୍ତ ଭାବରେ ଉନ୍ନତ ହେବେ, ସଫଳତା ପ୍ରାପ୍ତି ହେବ। ଆପଣ କୌଣସି ଉଚ୍ଚଶିକ୍ଷା କରିବାକୁ ବାହାରକୁ ଯାଇପାରନ୍ତି, କୌଣସି ନୂତନ ସ୍ଥାନର ଆଡ଼ମିସନ୍ ମଧ୍ୟ କରିପାରନ୍ତି। ଆପଣଙ୍କର ମନ ପାଠପଢ଼ାରେ ଲାଗିବ। ବୁଧ ଆପଣଙ୍କର ପ୍ରଥମ ଭାବରେ ଥିବାରୁ ଆପଣଙ୍କ ଭିତରେ ଜ୍ଞାନ ଏବଂ ବୁଦ୍ଧି ବଢ଼ିବ
ଜ୍ଞାନ ଏବଂ ବୁଦ୍ଧି ବଳରେ ଆପଣଙ୍କ ପାଠପଢ଼ାରେ ବହୁତ ଅଧିକ ଉନ୍ନତି କରିବେ। ପାଠପଢ଼ାକୁ ନେଇ ଯଦି ଆପଣ କିଛି ବଡ଼ ଡିସିସନ୍ ନେବାକୁ ଚାହୁଁଛନ୍ତି ତାହେଲେ ନିଶ୍ଚୟ ନିଅନ୍ତୁ, ଶୁଭଫଳ ପ୍ରାପ୍ତି ହେବ। ତ ମୋଟାମୋଟି ଦେଖିବାକୁ ଗଲେ ଏହି ମାସରେ ଆପଣଙ୍କର ପାଠପଢ଼ା ବହୁତ ଭଲ ଅଛି। ଏବେ ଜାଣିବା ଆପଣଙ୍କର ପ୍ରେମ ଜୀବନ କିପରି ରହିବ। ଏହି ଅକ୍ଟୋବର ମାସ 2024ରେ ବନ୍ଧୁଗଣ ପଞ୍ଚମ ଭାବର ହୋଇଥାଏ ଆପଣଙ୍କର ପ୍ରେମ ଜୀବନର ଭାବ, ଶିକ୍ଷାର ଭାବ ଏବଂ ସନ୍ତାନର ଭାବ ହୋଇଥାଏ। ଏବଂ ପଞ୍ଚମ ଭାବରେ ଅଧିପତି ଶନିଦେବ ଆପଣଙ୍କର ଷଷ୍ଠ ଭାବରେ ବିରାଜମାନ ଅଛନ୍ତି। ବନ୍ଧୁଗଣ ଏହି ମାସରେ ଆପଣଙ୍କର ପ୍ରେମ ଜୀବନ 50 ଭାଗ ଭଲ ଅଛି, କାହିଁକିନା ବୃହସ୍ପତି ଏବଂ ମଙ୍ଗଳ ଆପଣଙ୍କର ପଞ୍ଚମ ଭାବକୁ ଦେଖୁଛନ୍ତି ଏବଂ ପଞ୍ଚମ ଭାବରେ ଅଧିପତି ଶନିଦେବ ଆପଣଙ୍କର ଷଷ୍ଠ ଭାବରେ ଅଛନ୍ତି। କେବେ କେବେ ତ ଆପଣଙ୍କର ପ୍ରେମ ଜୀବନ ବହୁତ ଭଲ ଚାଲିବ, ଖୁସି ଫେରି ଆସିବ, କିନ୍ତୁ ସମୟ ସମୟ ଆପଣଙ୍କର ପ୍ରେମ ଜୀବନରେ କଳି ଝଗଡ଼ା ଭଳି ହୋଇପାରେ। ଆପଣଙ୍କର ପାର୍ଟନରଙ୍କ ଭିତରେ ଟିକେ କ୍ରୋଧ ଦେଖା ଦେଇପାରେ, ଜିଦ୍ବାଦ ଦେଖା ଦେଇପାରେ, ଯାହାଫଳରେ ଆପଣଙ୍କର ପ୍ରେମ ଜୀବନରେ କିଛି ସମସ୍ୟା ଦେଖା ଦେଇପାରେ। ଆପଣଙ୍କ ପାର୍ଟନର ଆପଣଙ୍କର କଥା ନ ମାନିପାରନ୍ତି, ସେ ତାଙ୍କର ନିଜର ମନ ମାନି ଚଳିଥାନ୍ତି। ଆପଣଙ୍କର ଲଗ୍ନ ଭାବରେ ସୂର୍ଯ୍ୟ ମଧ୍ୟ ବିରାଜମାନ ଅଛନ୍ତି। ଆପଣଙ୍କ ଭିତରେ ଟିକିଏ ଇଗୋ ଦେଖା ଦେଇପାରେ, କ୍ରୋଧ ଦେଖା ଦେଇପାରେ, ଅହଙ୍କାର ଦେଖା ଦେଇପାରେ। ଏଥିପାଇଁ ଆପଣ ଟିକିଏ ଧ୍ୟାନ ଦେବେ। ଆପଣ କ୍ରୋଧରେ ଆପଣ ପାର୍ଟନରକୁ କିଛି କହିଦେଇପାରନ୍ତି, ଯାହାଫଳରେ ଆପଣଙ୍କ ପ୍ରେମ ଜୀବନରେ କଳି ଝଗଡ଼ା ଭଳି ସମସ୍ୟାର ଉପୁଜିପାରେ। କିନ୍ତୁ ଦେବଗୁରୁ ବୃହସ୍ପତି ଆପଣଙ୍କର ପଞ୍ଚମ ଭାଗକୁ ଦେଖିଥିବାରୁ ଆପଣଙ୍କ ପ୍ରେମ ଜୀବନରେ ଯାହା ବି ସମସ୍ୟା ଥିଲେ ସେଥିରେ ଆପଣଙ୍କୁ ମୁକ୍ତି ମିଳିଯିବ। ଭ୍ରମଣ ସୁଖ ମଧ୍ୟ ଆପଣଙ୍କୁ ମିଳିପାରେ। ଆପଣ କୌଣସି ଦୂର ରାସ୍ତାକୁ ଯାଇପାରନ୍ତି ଏବଂ ପୂର୍ବରୁ ଯେଉଁମାନଙ୍କର କଥାବାର୍ତ୍ତା ବନ୍ଦ ହୋଇଯାଉଥିଲା, ଆଜି ସେମାନଙ୍କ ପାଇଁ 15 ଅକ୍ଟୋବରରୁ ସମୟ ବହୁତ ଭଲ ଅଛି, ପୁଣି ଥରେ କଥାବାର୍ତ୍ତା ହୋଇପାରେ। ମୋଟାମୋଟି ଦେଖିବାକୁ ଗଲେ ଏହି ମାସରେ ଆପଣଙ୍କର ପ୍ରେମ ଜୀବନ 50ରୁ 60 ଭାଗ ବହୁତ ଭଲ ଅଛି। ଏବେ ଜାଣିବା ଆପଣଙ୍କର ବୈବାହିକ ଜୀବନ କିପରି ରହିବ। ଏହି ଅକ୍ଟୋବର ମାସ 2024ରେ ବନ୍ଧୁଗଣ ସପ୍ତମ ଭାବ ହୋଇଥାଏ ଆପଣଙ୍କର ବୈବାହିକ ଜୀବନର ଭାବ ଏବଂ ସପ୍ତମ ଭାବରେ ଅଧିପତି ଦେବଗୁରୁ ବୃହସ୍ପତି ଆପଣଙ୍କର ନବମ ଭାବରେ ବିରାଜମାନ ଅଛନ୍ତି ଏବଂ ଆପଣଙ୍କର ସପ୍ତମ ଭାବରେ ରାହୁ ବିରାଜମାନ ଅଛନ୍ତି। ଏଠାରେ ଗୁରୁଙ୍କ ସ୍ଥିତି ବହୁତ ଭଲ ଅଛି, କିନ୍ତୁ ରାହୁ ଆପଣଙ୍କର ସପ୍ତମ ଭାବରେ ଥିବାରୁ ଆପଣଙ୍କର ବୈବାହିକ ଜୀବନରେ ସମସ୍ୟା ଦେଖା ଦେଇପାରେ। ଯେଉଁମାନେ ଆପଣଙ୍କର ବୈବାହିକ ଜୀବନରେ ସମସ୍ୟା ଲାଗି ରହୁଥିବ ଏବଂ ଆପଣଙ୍କୁ ମଧ୍ୟ ଲାଗି ରହିବ, କାହିଁକିନା ରାହୁ ଯେଉଁ ପର୍ଯ୍ୟନ୍ତ ଆପଣଙ୍କର ସପ୍ତମରେ ଅଛନ୍ତି ତ ଆପଣଙ୍କର ବୈବାହିକ ଜୀବନରେ କିଛିଟା ସମସ୍ୟା ନିଶ୍ଚିତ ଭାବରେ ଦେଖାଦେବ। ଏଠାରେ ରାହୁଦେବ ଆପଣଙ୍କର ଦୁଇ ଜଣଙ୍କ ଭିତରେ କଳି ଝଗଡ଼ା ପରିସ୍ଥିତି କରିପାରନ୍ତି। ଆକସ୍ମିକ ମତାନ୍ତର ହୋଇପାରେ, କଳି ଝଗଡ଼ା ହୋଇପାରେ, ଛୋଟ ଛୋଟ କଥା ବହୁତ ବଡ଼ ବଡ଼ ସମସ୍ୟା ଆଣିପାରେ, କାହିଁକିନା ରାହୁ ହେଉଛନ୍ତି ଭ୍ରମିତ। ଆପଣଙ୍କ ମନକୁ ଡାଇଭର୍ଟ କରିପାରନ୍ତି, କନଫ୍ୟୁଜ୍ କରିପାରନ୍ତି। ଆପଣଙ୍କର ମନ ଭ୍ରମିତ ହୋଇପାରେ। ଆପଣ ଆପଣଙ୍କର ପାର୍ଟନରଙ୍କ ଉପରେ ଡାଉଟ୍ କରିପାରନ୍ତି, ଯାହାଫଳରେ ଆପଣଙ୍କର ବୈବାହିକ ଜୀବନରେ ସମସ୍ୟା ଦେଖା ଦେଇପାରେ। ଏଠାରେ ରାହୁ ଡାଇଭର୍ସ ଭଳି ପରିସ୍ଥିତି ମଧ୍ୟ ସୃଷ୍ଟି କରିଥାନ୍ତି। ଏଥିପାଇଁ ଆପଣଙ୍କୁ ଟିକିଏ ସତର୍କ ରୁହନ୍ତୁ। ଏଥିପାଇଁ ଆପଣ ଉପାୟ ଅବଶ୍ୟ କରନ୍ତୁ ଓ ଉପାୟ ଆମେ ଭିଡ଼ିଓର ଶେଷରେ ଜାଣିବା। କିନ୍ତୁ ଗୁରୁ ଆପଣଙ୍କର ସପ୍ତମ ଭାବରେ ବସିଥିବାରୁ ଆପଣଙ୍କର ଲାଇଫ୍ ପାର୍ଟନରର କ୍ୟାରିୟରରେ ଆକସ୍ମିକ ଗ୍ରୋଥ୍ ହୋଇପାରେ, ଫାଇନାନ୍ସିଆଲ ଗ୍ରୋଥ୍ ମଧ୍ୟ ହୋଇପାରେ। ଏବେ ଜାଣିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ, ଯାହାକି ଆପଣଙ୍କର ଭାଗ୍ୟ, କ୍ୟାରିୟର ଏବଂ ବେପାର ବାଣିଜ୍ୟର ସ୍ଥିତି କିପରି ରହିବ। ଏହି ଅକ୍ଟୋବର ମାସ 2024ରେ ବନ୍ଧୁଗଣ ନବମ ଭାବ ହୋଇଥାଏ ଆପଣଙ୍କର ଭାଗ୍ୟର ଭାବ ଏବଂ ଦଶମ ଭାବ ହୋଇଥାଏ ଆପଣଙ୍କର କ୍ୟାରିୟରର ଭାବ। ନବମ ଭାବର ଅଧିପତି ଶୁକ୍ର ଆପଣଙ୍କର ଦ୍ୱିତୀୟ ଭାବରେ ବିରାଜମାନ ଅଛନ୍ତି। ଏଠାରେ ଶୁକ୍ରଙ୍କର ସ୍ଥିତି ବହୁତ ଭଲ ଅଛି। ଶୁକ୍ର ଏଠାରେ ରାଜଯୋଗ ବନେଇ ବସିଛନ୍ତି। ଦ୍ୱିତୀୟ ଭାବର ଧନର ଭାବ ହୋଇଥାଏ। ଏହି ମାସରେ ଆପଣ ନିଶ୍ଚିନ୍ତ ଭାବରେ ଭାଗ୍ୟ ବଳରେ ଆପଣଙ୍କୁ ଅଧିକ ଧନପ୍ରାପ୍ତି ହେବ। ଗୁରୁ ଆପଣଙ୍କର ନବମ ଭାବରେ ଅଛନ୍ତି।
ଭାଗ୍ୟ ଆପଣଙ୍କର ସାଥ ଦେବ। ଭାଗ୍ୟ ବଳରେ ଆପଣଙ୍କର ସମସ୍ତ କାର୍ଯ୍ୟରେ ଉନ୍ନତି କରିବେ। କମ୍ ପରିଶ୍ରମରେ ଆପଣଙ୍କୁ ବହୁତ ଅଧିକ ସଫଳତା ମିଳିବ। ତେଣୁ ଡରିବାର କୌଣସି ଆବଶ୍ୟକତା ନାହିଁ। ପାରିବାରିକ ସୁଖ ଆପଣଙ୍କୁ ପ୍ରାପ୍ତି ହେବ। ଘର ପରିବାରରେ ହସ ଖୁସିର ଲହରୀ ଲାଗି ରହିବ। ଆପଣ କୌଣସି ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି। ଧର୍ମ ଆଡ଼କୁ ଆପଣଙ୍କର ମନ ଅଗ୍ରସର ହୋଇପାରେ। ଆପଣ କୌଣସି ବଡ଼ ଇନଭେଷ୍ଟମେଣ୍ଟ କରିପାରନ୍ତି କିମ୍ବା କୌଣସି ବଡ଼ କାର୍ଯ୍ୟ ଆରମ୍ଭ କରିପାରନ୍ତି। ସେୟାର ମାର୍କେଟ, ଟ୍ରେଡିଂ କିମ୍ବା ଷ୍ଟକ୍ ମାର୍କେଟରେ ଆପଣଙ୍କୁ ଆକର୍ଷିତ ଲାଭ ପ୍ରାପ୍ତି ହୋଇପାରେ। ବିଶେଷ ଭାବରେ ଏହି ମାସରେ ଧନ ଜୀବନ ନିର୍ମାଣ ହେବାକୁ ଯାଉଅଛି। ପ୍ରଚୁର ମାତ୍ରାରେ ଧନ ଆପଣଙ୍କୁ ପ୍ରାପ୍ତି ହେବ। ଚାରିଦିଗରୁ ଆପଣଙ୍କୁ ଲାଭ ପ୍ରାପ୍ତି ହେବ। କ୍ୟାରିୟର କଥା ହେବା ଯଦି ଦଶମ ଭାବ ହୋଇଥାଏ କ୍ୟାରିୟରର ଭାବ ଏବଂ ଦଶମ ଭାବର ଅଧିପତି ହେଉଛନ୍ତି ବୁଦ୍ଧଦେବ ଏବଂ ବୁଦ୍ଧ ଆପଣଙ୍କର ଲଗ୍ନ ଭାବରେ ଉଚ୍ଚସ୍ଥ ଅବସ୍ଥାରେ ଅଛନ୍ତି ଏବଂ ବୁଦ୍ଧ ହେଉଛନ୍ତି ଆପଣଙ୍କର ଅଧିପତି ଗ୍ରହ। ଏହି ମାସରେ ଆପଣଙ୍କର କ୍ୟାରିୟର ବହୁତ ଭଲ ଅଛି, ଉତ୍ତମ ରହିବ। ଆପଣଙ୍କ କ୍ୟାରିୟରରେ ବହୁତ ଅଧିକ ଉନ୍ନତି କରିବେ। ପ୍ରମୋସନ୍ ହେବାର ମଧ୍ୟ ଯୋଗ ବନୁଅଛି। ଟ୍ରାନ୍ସଫର ମଧ୍ୟ ହୋଇପାରେ। କର୍ମକ୍ଷେତ୍ରରେ କିଛି ପରିବର୍ତ୍ତନ ହୋଇପାରେ। କିନ୍ତୁ ମଙ୍ଗଳ ଆପଣଙ୍କର କ୍ୟାରିୟରରେ ବିରାଜମାନ ଭାବରେ ଅଛନ୍ତି। ଆପଣଙ୍କ କର୍ମସ୍ଥାନରେ ଟିକିଏ ଆରେଞ୍ଜମେଣ୍ଟ ହୋଇପାରେ। ଆପଣଙ୍କ ଭିତରେ ଟିକିଏ କ୍ରୋଧ ଦେଖା ଦେଇପାରେ। ସେଥିପାଇଁ ଆପଣ ଆପଣଙ୍କର କର୍ମସ୍ଥାନରେ କାହା ସହିତ ଆର୍ଗୁମେଣ୍ଟ କରନ୍ତୁ ନାହିଁ, କଳି ଝଗଡ଼ା କରନ୍ତୁ ନାହିଁ। ଆପଣଙ୍କ ଭିତରେ ସାହସ ପରାକ୍ରମ ବଢ଼ିବ। ସାହସ ଏବଂ ପରାକ୍ରମ ବଳରେ ଆପଣ ସମସ୍ତ କାର୍ଯ୍ୟକୁ ସୁରୁଖୁରୁରେ କରିପାରିବେ। କର୍ମକ୍ଷେତ୍ରରେ ଆପଣଙ୍କୁ ସମ୍ମାନିତ କରାଯାଇପାରେ। ଉପର ଅଫିସରଙ୍କ ସପୋର୍ଟ ଆପଣଙ୍କୁ ପ୍ରାପ୍ତି ହେବ ଏବଂ ଯେଉଁମାନଙ୍କ ପାଖରେ କୌଣସି ଚାକିରି ବାକିରି ନାହିଁ ତ ସେମାନଙ୍କୁ ନିଶ୍ଚିତ ଭାବରେ ଏହି ମାସରେ ଚାକିରି ପ୍ରାପ୍ତିର ଯୋଗ ବନୁଅଛି। ଆପଣ ନିଶ୍ଚିତ ଭାବରେ ଚେଷ୍ଟା ଜାରି ରଖନ୍ତୁ। ତ ମୋଟାମୋଟି ଦେଖିବାକୁ ଗଲେ ଏହି ମାସରେ ଆପଣଙ୍କ କ୍ୟାରିୟର ବହୁତ ଭଲ ଅଛି। ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ବେପାର ବାଣିଜ୍ୟର କଥା ହେବା ଯଦି ସପ୍ତମ ଭାବ ହୋଇଥାଏ ବେପାର ବାଣିଜ୍ୟର ଭାବ ଏବଂ ସପ୍ତମ ଭାବର ଅଧିପତି ବୃହସ୍ପତି ଆପଣଙ୍କର ନବମ ଭାବରେ ବିରାଜମାନ ଅଛନ୍ତି ଏବଂ ସପ୍ତମ ଭାବରେ ରାହୁ ମଧ୍ୟ ବିରାଜମାନ ଅଛନ୍ତି ଏବଂ ବୁଧ ମଧ୍ୟ ଆପଣଙ୍କର ସପ୍ତମ ଭାବକୁ ଦେଖୁଛନ୍ତି। ଏହି ମାସରେ ଆପଣଙ୍କର ବେପାର ବାଣିଜ୍ୟ ବହୁତ ଭଲ ରହିବ। ବେପାର ବାଣିଜ୍ୟରେ ଆପଣଙ୍କୁ ଆକସ୍ମିକ ଗ୍ରୋଥ ହୋଇପାରେ। ଆପଣଙ୍କ ଡେଲି ଇନକମ୍ରେ ଆକର୍ଷଣ ଭାବରେ ବୃଦ୍ଧି ହୋଇପାରେ। ଫାଇନାନ୍ସିଆଲ ଗ୍ରୋଥ ହୋଇପାରେ। ଆପଣଙ୍କର ବିଜନେସ୍ ବଢ଼ିପାରେ। ଭାଗ୍ୟ ବଳରେ ଆପଣ ଆପଣଙ୍କର ବେପାର ବାଣିଜ୍ୟରେ ବହୁତ ଅଧିକ ଉନ୍ନତି କରିବେ। ଗ୍ରାହକ ମଧ୍ୟ ବଢ଼ିପାରନ୍ତି। ଧନ ମଧ୍ୟ ପ୍ରାପ୍ତି ହେବ। ବନ୍ଧୁଗଣ, ଏଇ ତ ଥିଲା କନ୍ୟା ରାଶିର ଅକ୍ଟୋବର ମାସର ରାଶିଫଳ। ତେବେ ଯଦି ଆପଣଙ୍କୁ ଭିଡ଼ିଓଟି ଭଲ ଲାଗେ ତେବେ ଗୋଟେ ଲାଇକ୍ କରନ୍ତୁ, ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ ଏବଂ କମେଣ୍ଟ ବକ୍ସରେ ନିଶ୍ଚିତ ଭାବରେ ଲେଖନ୍ତୁ ଜୟ ଜଗନ୍ନାଥ, ଜୟ ମା ଲକ୍ଷ୍ମୀ, ଜୟ ମା ଦୁର୍ଗା। ପୁଣି ଦେଖା ହେବ ଆଗାମୀ ଭିଡ଼ିଓରେ। ଧନ୍ୟବାଦ।